ଜୟ ଜଗନ୍ନାଥ। ଆଜିର ଏହି ବିଷୟଟି ସାଧାରଣତନ୍ତ୍ର ଉପରେ। ସାଧାରଣତନ୍ତ୍ର କାହିଁକି ପାଳନ କରାଯାଏ? ସାଧାରଣତନ୍ତ୍ର ଆବଶ୍ୟକତା କ'ଣ? ସାଧାରଣତନ୍ତ୍ର ଏବଂ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ କ'ଣ? 1947 ମସିହା ଅଗଷ୍ଟ 15 ତାରିଖ ଆମେ ବ୍ରିଟିଶ କବଳରୁ ସ୍ୱାଧୀନ ହୋଇଥିଲୁ। ଏହି ଦିବସକୁ ସ୍ୱାଧୀନତା କିମ୍ବା ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ତେବେ ସାଧାରଣତନ୍ତ୍ର ଦିବସ ପାଳନ କାହିଁକି କରାଯାଏ ଏବଂ ଏହାର ଆବଶ୍ୟକତା କ'ଣ? ଯେପରି ଗୋଟେ ଛୋଟ ଛୁଆ ଜନ୍ମ ହେବା ପରେ ତାକୁ ସମାଜରେ ଠିକ୍ ଭୁଲ ଭଲ ମନ୍ଦ ଶିଖାଯାଏ, ଯାହାଫଳରେ ସେ ଜୀବନରେ ଠିକ୍ ପଥରେ ଗତି କରେ। ଠିକ୍ ସେହିପରି ଭାରତ ସ୍ୱାଧୀନତା ପରେ ସମସ୍ତଙ୍କ ପାଇଁ କ'ଣ ଠିକ୍ କ'ଣ ଭୁଲ, ଠିକ୍ର ଉପହାର ଏବଂ ଭୁଲର ଦଣ୍ଡର ବିବରଣୀ ଲିଖିତ ହୋଇଥିଲା। ଏହାକୁ ସମ୍ବିଧାନ ରୂପେ ବିବେଚନା କରାଯାଏ। ଏହି ସମ୍ବିଧାନକୁ 1950 ମସିହା ଜାନୁଆରୀ ମାସ 26 ତାରିଖ ଲାଗୁ କରାଯାଇଥିଲା। ଏହି ଦିବସକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁ। ଗଣତନ୍ତ୍ର ଓ ସାଧାରଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ କ'ଣ? ଗଣତନ୍ତ୍ର ଦିଲ୍ଲୀର ଲାଲକିଲ୍ଲାରେ ପାଳିତ ହୁଏ ପ୍ରତ୍ୟେକ ବର୍ଷ ଏବଂ ସାଧାରଣତନ୍ତ୍ର ଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳିତ ହୁଏ। ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ଧ୍ୱଜାରୋହଣ କରିଥିବା ବେଳେ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଧ୍ୱଜାରୋହଣ କରିଥାନ୍ତି। ପ୍ରଥମ ସାଧାରଣତନ୍ତ୍ର ଦିବସ ଇରୱିନ୍ ଷ୍ଟାଡିୟମ, ଯାହାକି ବର୍ତ୍ତମାନର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ପାଳିତ ହୋଇଥିଲା। ଏହି ବର୍ଷ 76ତମ ସାଧାରଣତନ୍ତ୍ର ଦିବସରେ ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା। ଜୟ ଜଗନ୍ନାଥ।